ଦୌଡ଼ିଲା। ଆସ୍, ତୁମେ ଜାଣିଛ ଏହା କିପରି ହେଲା? ଗୋଟିଏ ଛୋଟ ପୁଅ, ମାତ୍ର 5 ବର୍ଷ ବୟସ, ପ୍ରଥମ ଥର ପାଇଁ ତାଙ୍କ ବାପା ମାଙ୍କ ସହିତ ସେ ଥରେ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ। ତାଙ୍କର ନାମ ଥିଲା, ସେ ଗୋପାଳ ଥିଲେ। ତାଙ୍କ ଆଖିରେ ଏକ ନିର୍ଦ୍ଦୋଷ ଚମକ ଥିଲା ଏବଂ ତାଙ୍କ ମନରେ କେବଳ ଗୋଟିଏ ଚିନ୍ତା ଘୁରି ବୁଲୁଛି, ମୋ ବନ୍ଧୁ ଜଗନ୍ନାଥ କେଉଁଠି? ମୁଁ ତାଙ୍କୁ ଭେଟିବାକୁ ଚାହୁଁଛି। ମୁଁ ଆସିଛି, ସେ ମୋତେ ଭେଟିବେ। ମୋ ସହିତ ଆମେ ଖେଳିବୁ, ମୋ ସହିତ ଆମେ ଖେଳିବୁ। ସେ ସବୁବେଳେ ଏହା କହି ଚାଲିଥିଲେ। ମା, ମୋର ବନ୍ଧୁ ଜଗନ୍ନାଥ ମନ୍ଦିରରୁ ବାହାରି ଆସିବ ନା? ସେ ମୋ ସହିତ ଖେଳିବ ନା? ମା ହସିଲେ। କର କହୁଛି। ପୁଅ, ମନ୍ଦିରରେ ଭଗବାନ ବାସ କରନ୍ତି। ସେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତି। ସେ ବାହାରକୁ ଆସନ୍ତି ନାହିଁ। କିନ୍ତୁ ଗୋପାଳର ପିଲାଳିଆ ମନ ଶୁଣିଲା ନାହିଁ। ସେ ବିଶ୍ୱାସ କରୁଥିଲେ ଯେ ତାଙ୍କ ବନ୍ଧୁ ଜଗନ୍ନାଥ, ମୁଁ ନିଶ୍ଚିତ ତାଙ୍କୁ ଭେଟିବାକୁ ଆସିବି। ଯେତେବେଳେ ସେ ଜଗନ୍ନାଥ ମନ୍ଦିରରେ ପହଞ୍ଚିଲେ, ତାଙ୍କୁ ଭକ୍ତମାନେ ଘେରି ରହିଥିଲେ। ସେ ଭିଡ଼ ମଧ୍ୟରେ ଠିଆ ହୋଇ ଉପରକୁ ଚାହିଁଲେ। ଶ୍ରୀ ଜଗନ୍ନାଥ ଏକ ବିଶାଳ ମଣି ସିଂହାସନରେ ବିରାଜିତ ବାଲାଭଦ୍ର ଏବଂ ସୁଭଦ୍ରାଙ୍କୁ ଦେଖିବା ପରେ ତାଙ୍କ ଆଖି ଲୁହରେ ପୂର୍ଣ୍ଣ ହୋଇଗଲା। ସେ ହାତ ଯୋଡ଼ି କହିଲେ, ବନ୍ଧୁ, ମୁଁ ଆସିଗଲି। ଏବେ ମୋ ସହିତ ବାହାରକୁ ଆସ, ଖେଳ। ତାଙ୍କ ଚାରିପାଖରେ ଥିବା ଲୋକମାନେ ହସୁଥିଲେ। କେହି ଜଣେ କହିଲା, ପିଲାଟି ବହୁତ ସୁନ୍ଦର। ଦେଖ, ସେ ପରମେଶ୍ୱରଙ୍କୁ ତାଙ୍କ ବନ୍ଧୁ ବୋଲି କହୁଛନ୍ତି। କିନ୍ତୁ ଗୋପାଳ କାହାକୁ ଚିନ୍ତା କରୁନଥିଲା। ସେ ଦୁଆର ପାଖରେ ବସି କହିଲା ଯେ ମୋ ବନ୍ଧୁ ଆସିବା ପର୍ଯ୍ୟନ୍ତ ମୁଁ ଏଠାରେ ବସିବି। ସନ୍ଧ୍ୟା ହୋଇଗଲା। ଦୀପ ଜଳିବାକୁ ଲାଗିଲା। ପୁରୀର ରାସ୍ତାଗୁଡ଼ିକ ସୁନା ଆଲୋକରେ ଝଲସୁଥିଲା। କିନ୍ତୁ ସେହି ଛୋଟ ପିଲାଟି ମନ୍ଦିର ବାହାରେ ବସି ରହିଥିଲା। ତା ବାପା ମା ତାକୁ ବହୁତ ବୁଝାଇବାକୁ ଚେଷ୍ଟା କଲେ। ଆସ୍ ପୁଅ, ମନ୍ଦିର ବନ୍ଦ ହୋଇଯିବ, କାଲି ପୁଣି ଆସନ୍ତୁ। କିନ୍ତୁ ଗୋପାଳ ମୁଣ୍ଡ ହଲାଇ କହିଲେ, ନାହିଁ। ତା ବନ୍ଧୁ କହିଥିଲା ଯେ ସେ ଆସିବ, ମୁଁ ଏଠାରେ ରହିବି। ତା ଆଖିରେ ଏବେ ଲୁହ ଝଲସୁଥିଲା। ଧୀରେ ଧୀରେ ରାତି ପଡ଼ିଗଲା। ସମୁଦ୍ର ତରଙ୍ଗର ଶବ୍ଦ ଏବଂ ମନ୍ଦିର ଘଣ୍ଟାର ଶବ୍ଦ ଏକାଠି ପ୍ରତିଧ୍ୱନିତ ହେବାକୁ ଲାଗିଲା। ତାପରେ ହଠାତ୍ ମନ୍ଦିର ଭିତରୁ ଏକ ମଧୁର ଶବ୍ଦ ଉଠିଲା। ଚନ୍ଦନ ଏବଂ ତୁଳସୀର ସୁଗନ୍ଧି, ବାୟୁମର ସୁଗନ୍ଧି ବାୟୁମଣ୍ଡଳରେ ବ୍ୟାପିଗଲା। ଗୋପାଳ ମୁଣ୍ଡ ଉଠାଇ ଦେଖିଲେ, ମନ୍ଦିର ଭିତରୁ ଏକ ଦିବ୍ୟ ଆଲୋକ ବାହାରୁଛି। ଧୀରେ ଧୀରେ ଆଲୋକ ବଢ଼ିଲା ଏବଂ ଭିତରୁ ସ୍ୱୟଂ ପ୍ରଭୁ ଜଗନ୍ନାଥ ପ୍ରକଟ ହେଲେ। କିନ୍ତୁ ସେ ସେହି ବିଶାଳ ମୂର୍ତ୍ତି ପରି ନଥିଲେ। ସେ ମଧ୍ୟ ତାଙ୍କ ଶିଶୁ ରୂପରେ ଥିଲେ, ଠିକ୍ ଗୋପାଳଙ୍କ ପରି। ହସି ହସି ନୀଳ ଆଭା ସହିତ ତାଙ୍କ ହଳଦିଆ ପୋଷାକର ସୀମା ତାଙ୍କ କ୍ଷୁଦ୍ର ହାତରେ ଫୁଙ୍କି ଉଠିଲା। ସେ ଆଗକୁ ବଢ଼ି ଗୋପାଳଙ୍କ ହାତ ଧରି କହିଲେ, ଆସ୍ ବନ୍ଧୁ, ତୁମେ ମୋତେ ବହୁତ ଦିନ ଧରି ଡାକୁଛ, ଏବେ ଖେଳିବା। ଗୋପାଳଙ୍କ ଆଖି ବିସ୍ତାର ହୋଇଗଲା। ତାଙ୍କ ମୁହଁ ଉଜ୍ଜ୍ୱଳ ହୋଇଗଲା। ସେ ଡାକୁଛନ୍ତି, ଚାଲ ଏବେ ଖେଳିବା। ଗୋପାଳଙ୍କ ଆଖି ବଢ଼ିଗଲା। ତାଙ୍କ ମୁହଁ ଉଜ୍ଜ୍ୱଳ ହୋଇଗଲା। ତୁମେ ପ୍ରକୃତରେ ଆସିଛ ବନ୍ଧୁ। ସମସ୍ତେ କହିଲେ, ତୁମେ କେବେ ବାହାରକୁ ଆସ ନାହିଁ। ଜଗନ୍ନାଥ ହସିଲେ। ଜଗନ୍ନାଥ ଯେଉଁମାନଙ୍କର ପ୍ରେମ ସତ୍ୟ, ସେମାନଙ୍କୁ କେବେ ମନା କରନ୍ତି ନାହିଁ। ହାତରେ ହାତ ଧରି ସେମାନେ ମନ୍ଦିରର ସିଂହଦ୍ୱାରରୁ ବାହାରକୁ ପାଦ ଦେଲେ। ରାତି ଥିଲା। ଚନ୍ଦ୍ର ଆଲୋକ ଉଜ୍ଜ୍ୱଳ ଭାବରେ ଝଲସୁଥିଲା। ରାସ୍ତାରେ ଦୀପ ଜଳୁଥିଲା। ସେମାନେ ଦୁହେଁ ଖେଳୁଥିଲେ ଏବଂ ହସୁଥିଲେ। ସହର ବାହାରେ ପଡ଼ିଆ ଆଡ଼କୁ ଚାଲି ଯାଉଥିଲେ। ସେଠାରେ ଏକ ବଡ଼ କାକଫୁଲ ଗଛ ଥିଲା, ଯାହା ବଡ଼ ଫଳ ଧରିଥିଲା। ଗୋପାଳ କହିଲା, ବନ୍ଧୁ, ଏ ଫଳଗୁଡ଼ିକ କେତେ ବଡ଼? ଜଗନ୍ନାଥ ଆଖି ମାରି ହସି କହିଲେ, ଚଲ ଚୋରି କରିବା। ସେମାନେ ଦୁହେଁ ଧୀରେ ଧୀରେ ଗଛ ପାଖକୁ ଗଲେ। ଗୋପାଳ ତଳେ ଠିଆ ହେଲେ ଏବଂ ଜଗନ୍ନାଥ ତାଙ୍କ ଶିଶୁ ରୂପରେ ଗଛ ଉପରେ ଚଢ଼ିଲେ। ସେ ଗୋଟିଏ କାକଫୁଲ ଛିଣ୍ଡାଇ ପକାଇଲେ ଏବଂ ଦୁହେଁ ହସି ଉଠିଲେ। ଗୋପାଳ କହିଲା, ବନ୍ଧୁ, ଯଦି ମା ଆମକୁ ଦେଖନ୍ତି, ସେ ଆମକୁ ଗାଳି ଦେବେ। ଜଗନ୍ନାଥ ହସି କହିଲେ, ଯଦି ମା ଗାଳି ଦିଅନ୍ତି, ମୁଁ କହିବି, ମୁଁ ତୁମକୁ ଦେଇଛି। ସେମାନେ ଦୁହେଁ ଗଛ ତଳେ ବସିଗଲେ। ସେମାନେ ମିଠା କାକଫୁଲ ଖଣ୍ଡ ଛିଣ୍ଡାଇ ଖାଇବା ଆରମ୍ଭ କଲେ। ଯେତେବେଳେ ଗୋପାଳଙ୍କ ଓଠରେ ରସ ଲାଗିଲା, ଜଗନ୍ନାଥ ତାଙ୍କ ଛୋଟ ଆଙ୍ଗୁଠିରେ ସେଗୁଡ଼ିକୁ ପୋଛିଦେଲେ। ତାପରେ ସେହି ବଗିଚାର ମାଳି ସେମାନଙ୍କୁ ଦେଖେ ଏବଂ ସେ ସେମାନଙ୍କୁ ବାରି ସାହାଯ୍ୟରେ ଗୋଡ଼ାଇଥାଏ। ଦୁହେଁ ଦୌଡ଼ି ପଳାଇ ପୁରୀ ମନ୍ଦିରକୁ ଫେରି ଆସନ୍ତି। ଧୀରେ ଧୀରେ ରାତି ବିତିଗଲା। ଯେତେବେଳେ ସକାଳର କିରଣ ଯେତେବେଳେ ଏହା ମନ୍ଦିରର ଉପର ଭାଗରେ ପଡ଼ିଲା, ପୁରୋହିତ ଗୋପାଳଙ୍କ ବାପା ମା କବାଟ ଖୋଲିବାକୁ ଆସିଲେ। ମନ୍ଦିର ଫାଟକ ପାଖରେ ତାଙ୍କ ପୁଅକୁ ଦେଖିଲେ। ସେ ଶୋଇଛନ୍ତି। ତାଙ୍କ ମୁହଁରେ ହସ ଅଛି ଏବଂ ତାଙ୍କ ପାଖରେ, ମୋ ପାଖରେ ଅଧା ଖାଇଯାଇଥିବା କାକଫୁଲ ଅଛି। ସେ କହିଲେ, ପୁଅ, ଏହା କେଉଁଠୁ ଆସିଲା?
ଗୋପାଳ ନିଦ୍ରାଳୁ ସ୍ୱରରେ ପଚାରିଲେ। ମୁଁ କହିଲି, ମୋ ବନ୍ଧୁ ଜଗନ୍ନାଥ ମୋ ସହିତ ଖେଳିଲା। ସେ ଗୋଟିଏ କାକଫୁଲ ତୋଳିଥିଲା। ମା କହିଲେ, ପୁଅ ତୁମେ ଏହା ସହିଲେ। ପୁଅ ତୁମେ ଏହା ସ୍ୱପ୍ନରେ ଦେଖିଥିବ, ସେଥିପାଇଁ ତୁମେ ମନ୍ଦିର ଦେଖିଲ। ପୁରୋହିତ ଦୌଡ଼ି ଆସି କହିଲେ, ଆଜି ମନ୍ଦିର ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଗଲା। ଶ୍ରୀ ବିଗ୍ରହଙ୍କ ହାତରେ କାକଫୁଟର ରସ ଲଗାଯାଇଥିଲା ଏବଂ ମନ୍ଦିର ବଗିଚାରୁ